आमे सरकार को मधुर जल प्रकल्प को स्वागत करुछु किंतु आमको उचित क्षतिपूरण मिलू। हाँ आज्ञा आमे कहवाकू जाउछु दीर्घ 80 वर्ष हेब पूर्वपुरुष चाष करी आसुथुबा जमी कथा जेउठारे उच्च न्यायालय निर्देश दैछन्ति तहसीलदार को एही जमी रे सरकार कौनसी अधिकार नाही किंतु वर्तमान सरकार पक्षरु मधुर जल प्रकल्प निमंते चाष जमी खोला चली एथि निमंते आज पुरी सदर श्रीकोणारे जलभंडार प्रकल्प निर्माण निमंते ओडिशा सरकार द्वारा अधिग्रहण होइतबा नूतन जमी अधिग्रहण आईन 2013 मसीहा अनुसार हराइथिबा अनावती भाग चाषी जमीमानकरे पुरुषानुक्रमे भाग दाखल रही आसुथबा निरीह गरीब चाषी मानकु उचित क्षतिपूरण प्रदान करा जेबा निमंते जिलापाल तहसीलदार एवं वार्डको अधिकारी को निजर दाबीपत्र प्रदान करिसेंति चाषी माने। आज युव समाज सेवी शिव जेना नेतृत्व में 21 जन चाषी परिवार हाइकोर्ट रे निर्देश थिबा सत्वे सेमाने अनावधि जगह दीर्घ 80 वर्ष काल चाष कर आसुथबा बेले वर्तमान रबी चाष बिरी कोलथ मुग सोरिष करिथबा बेले हठात वार्डको पक्षरु सेमानक चाष को क्षतिग्रस्त कराई श्रीकोणा जलभंडार प्रकल्प निर्माण निमंते जमी खनन कार्य चाषी मानकु व्यथित करिछि। तेणु आज 21 चाषी परिवार पुरी जिलापाल पुरी सदर तहसीलदार एवं वार्डको विभाग अधिकारी मानक दाबीपत्र प्रदान करने सहित आगको एही 21 परिवार चाषी को उचित न्याय न मिलिले परिवार सहित चाष जमी रे आत्महत्या देवे बोली गणमाध्यम को सूचना दैछन्ति चाषी माने। हाइकोर्ट केस पेंडिंग अच्छी गोटे स्टे स्टे कर स्टे करते हाथ हाथ कर देखुना ये चलता कोर्ट केस आमको गवर्नमेंट कौन दब कौन ना प्रपोजल अलग था कि आज आम आपको मैंने ऑब्जेक्शन आप जेहेतु आपको काम करिए तो काम करेंगे किसी असुविधा नहीं आम आपको मैंने ऑब्जेक्शन आप जेहेतु आपको काम करिए तो काम करेंगे किसी असुविधा नहीं Hey! बाइक का दवा कर उत्तरकोणा मो घर अरोहित स्वाई आज्ञा बर्तमान आज जो आप जिलापाल पाक आसते दाबीपत्र देवाक तहसीलदार पाक आसते तो कौन आर मुख्य उद्देश्य था आमर बाप गोसी बाप कालू आम यहाँ चाष कर जीविका बंचाऊलु किंतु मधुर प्रकल्प को आम स्वागत करूँ किंतु आम चाषी मान कथा देकर कथा रखुना जिते आम सी से पाक जाइलु आउ थे अनुरोध करिया तो कौन कहले आपन से आम क्या पाइलु खाली इडको सार को पाइलु इडको सार कहले यहाँ मुझे विचार करी तुमको जनइबी। धन्यवाद। मो ना प्रमोद कुमार जेना मो घर तलजम
ଆଜ୍ଞା ଆଜି ଆସିଥିଲେ ବର୍ତ୍ତମାନ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ତାପରେ ଆପଣ ବର୍ତ୍ତମାନ ତହସିଲଦାରଙ୍କୁ ବି ଦାୟୀପତ୍ର ଦେଲେ ଏଥିସହିତ ଯେଉଁ ଆଟକକୁ ଦାୟୀପତ୍ର ଦେଲେ ଆସି ବର୍ତ୍ତମାନ ଆପଣ ଜମି ପାଖରେ ସମସ୍ତେ ଠିଆ ହେଇଛନ୍ତି କ'ଣ ଆର ଉଦ୍ଦେଶ୍ୟ କ'ଣ? ଆଜ୍ଞା ଏହାର ଉଦ୍ଦେଶ୍ୟ ହେଉଛି ଆମେ ହେଉଛୁ ଚାଷୀ ପରିବାର ଲୋକ। ଆମର ଜେଜେବାପା ଅମଳରୁ ଆମେ ଏଇ ଚାଷ କରି ଜୀବିକା ନିର୍ବାହ କରୁଛୁ। ଆଜି ମଧୁର ଜଳ ପ୍ରକଳ୍ପ ହେଉଛି ବୋଲି ଆମେ ସ୍ୱାଗତ ଜଣାଉଛୁ, କିନ୍ତୁ ଆମର ଯେଉଁ ଜମି ଯାଉଛି ଆମର ଯେଉଁ 106 ଖାତା 118 ପ୍ଲଟ୍ରୁ ଯେଉଁ ଆମର 9 ଏକର ଜାଗା ଅଛି ଯାହାକି 25 ପରିବାର ଏଥିରେ ପ୍ରତିପୋଷଣ ହେଉଥିଲେ, କିନ୍ତୁ ଆମ ସରକାର ଜବାବ ଦେଇଥିଲେ ଆମର ୟାର କ୍ଷତିପୂରଣ ଦେବେ ବୋଲି। କିନ୍ତୁ ଆଜି ଯେତେବେଳେ ଆମେ ଦେଖିଲୁ ଯେ ଆଜି କିଛି କ୍ଷତିପୂରଣ ନ ଦେଇ ପୁଣି ପିଲର ପୋତିବାର ଏବଂ ତାଙ୍କ କାମ ଆରମ୍ଭ କରିବାର ପ୍ରକ୍ରିୟା ଆରମ୍ଭ କଲାଣି, ଆମେ ସେଥିପାଇଁ ଆସିଥିଲୁ ପ୍ରଶାସନ ନିକଟକୁ। ତ କ'ଣ ଏବେ ଚାହୁଁଛନ୍ତି କ'ଣ? ଆମେ ଚାହୁଁଛୁ କଲେକ୍ଟର ମହାଶୟଙ୍କୁ ଦେଖା କରିବାକୁ ଆସିଥିଲୁ, କିନ୍ତୁ କଲେକ୍ଟର ମହାଶୟ ନଥିଲେ, ସେଠି ଆମର ଆଡ଼ିସନାଲ୍ କଲେକ୍ଟର ଥିଲେ, ତାଙ୍କୁ ଦେଖା କଲେ ସେ ବି ଦୁଃଖ ପ୍ରକାଶ କଲେ ୟାର ମୁଁ ବିଚାର କରିକିରି କହିବି। ତାପରେ ସେ କହିଲେ ଯେ ଏଇଟା ମୋ ହାତରେ କିଛି ନାହିଁ, ଆପଣ ତହସିଲଦାରଙ୍କ ପାଖକୁ ଯାଆନ୍ତୁ। ଆମେ ତହସିଲଦାରଙ୍କ ପାଖକୁ ଗଲା, ତହସିଲଦାର ବି ନାହାନ୍ତି, ଆଡ଼ିସନାଲ୍ ତହସିଲଦାରଙ୍କୁ ବି ଦେଖା କଲୁ, ସେ ବି ମ୍ୟାଡ଼ାମ୍ ବହୁତ ଦୁଃଖ ପ୍ରକାଶ କଲେ। ସେ କହିଲେ ନାଇଁ ଏଇଟା ବହୁତ ଅନ୍ୟାୟ କରାଯାଇଛି, ୟାର ପୁନର୍ବିଚାର କରି ଆପଣଙ୍କୁ ନ୍ୟାୟ ଦିଆଯିବ। ତାପରେ ଆମେ ଗଲୁ ପୋଡ଼କ ସଂସ୍ଥା ପାଖକୁ, ପୋଡ଼କ ସଂସ୍ଥାରେ ବି ଏହା ଜଣାଇଲା ପରେ ସେ ବି ଏକା ଗୋଟିଏ କଥା କହିଲେ ୟାର ପୁନର୍ବିଚାର କରି ଯାହା କରାଯିବ ଆମେ ସେଠିକି କେହି ଯିବୁ। ତ ଆପଣ କ'ଣ ଚାହୁଁଛନ୍ତି ସରକାର ଆପଣଙ୍କୁ ଉଚିତ କ୍ଷତିପୂରଣ ଦେବା ଦରକାର? ଯଦି ସରକାର ୟାର ଯଦି ଠିକ୍ କ୍ଷତିପୂରଣ ନ ଦିଅନ୍ତି, ଆମେ ୟା ଦେହରେ 25 ପରିବାର 200 ଲୋକ ୟା ଦେହରେ ପ୍ରତିପୋଷଣ ହେଉଛୁ। ଯଦି ଆମର ଏଇ ଜୀବିକା ଚାଲିଯାଏ, ଆମକୁ କିଛି କ୍ଷତିପୂରଣ ନ ମିଳେ, ଆମେ ବାଧ୍ୟ ହୋଇକରି ଏଇ ଜମି ଉପରେ ଆମେ ଆତ୍ମାହୁତି ଦେବୁ। ପରିଚୟ ରଖନ୍ତୁ। ଜୟ ଜଗନ୍ନାଥ। ସର୍ବପ୍ରଥମେ ମୁଁ ଜଣେ ତଳଜଙ୍ଗ ପଞ୍ଚାୟତର ଶିବଜନ ମୋ ନାଁ ଏବଂ ଚାଷୀ ଭାଇମାନଙ୍କର ମଧ୍ୟ ଜଣେ ଚାଷୀ। ତ ଆଜି ଆପଣ ଯେଉଁ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ ଏଥିସହିତ ତହସିଲଦାରଙ୍କୁ ବି ଦାବିପତ୍ର ଦେଲେ, ତା ସହିତ ୱାଟକର ବି ଦାବିପତ୍ର ଦେଲେ। ତ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ, ତହସିଲଦାର ବି ଅନୁପସ୍ଥିତ ଥିଲେ, ଯେଉଁମାନଙ୍କ ସହିତ ସାକ୍ଷାତ କଲେ କ'ଣ ଆଲୋଚନା କରାଗଲା? ଆଜ୍ଞା ଆମେ ଆସିଥିଲୁ, ଆପଣ ଜାଣିଥିବେ ଆମେ ଆଜିକୁ ପ୍ରାୟ ଆମ ପୂର୍ବ ପିଢ଼ିମାନେ 80 ବର୍ଷ ହେଲା 106 ଖାତା ଶ୍ରୀକଣା ମୌଜାର 106 ଖାତା 118 ନମ୍ବର ପ୍ଲଟ୍ର 46.56 ଏକର ସମ୍ବନ୍ଧରୁ 9 ଏକର ଉପରେ ଚାଷବାସ କରୁଥିଲେ ଏବଂ ଚାଷବାସ କରି ତା ଭିତରେ ମଧ୍ୟ ଏନକ୍ଲୋଜମେଣ୍ଟ କରି ପାଉତି ଆମେ ଖଜଣା ଦେଇଥିଲୁ ସରକାରଙ୍କୁ ଏବଂ ହାଇକୋର୍ଟରୁ ମଧ୍ୟ ଅର୍ଡ଼ର ଆଣିକରି ପଟ୍ଟା ପାଇଁ ମଧ୍ୟ ତହସିଲଦାରଙ୍କ ପାଖରେ ଉପସ୍ଥିତ ଥିଲା। ତେଣୁ ବାରମ୍ବାର ତହସିଲଦାର ଥିଲା ପରେ ଏହାପରେ କୌଣସି ଆକ୍ସନ୍ ନ ନେବାରୁ ଆମେ ବାଧ୍ୟ ହୋଇ ଆଜି ଆମର କଲେକ୍ଟର ମହୋଦୟଙ୍କ ପାଖକୁ ଆସିଥିଲୁ। କଲେକ୍ଟର ମହୋଦୟ ଉପସ୍ଥିତ ନଥିଲେ, ତେଣୁ ସବ୍ କଲେକ୍ଟର ମହୋଦୟଙ୍କ ସହିତ କଥା ହେଲୁ। ସବ୍ କଲେକ୍ଟର ମହୋଦୟଙ୍କୁ ଦେଖିଲା ପରେ କାଗଜପତ୍ର ଦେଖିଲା ପରେ କହିଲେ ନାହିଁ ଆପଣମାନଙ୍କର ଏଇଟା ଜାଏଜ, ଏଇଟା ହାଇକୋର୍ଟକୁ ଅପମାନ କରାଯାଇଛି, ବର୍ତ୍ତମାନ ଏଇ ତହସିଲଦାର ଏଥିପାଇଁ ଦାୟୀ, ମୁଁ ଏ ବିଷୟରେ କିଛି କହିପାରିବି ନାହିଁ କହିକରି ଆମେ ସେଠୁ ଆସିଲୁ। ତାପରେ ଆସିଲୁ ତହସିଲଦାର ମହୋଦୟଙ୍କ ପାଖକୁ। ତହସିଲଦାର ମହୋଦୟ ମଧ୍ୟ ଅନୁପସ୍ଥିତ ଥିଲେ ଏବଂ ଆଡ଼ିସନାଲ୍ ତହସିଲଦାର ମ୍ୟାଡ଼ାମ୍ ପାଖକୁ ଗଲୁ, ସେ ମଧ୍ୟ ଦେଖିଲେ, ସେ ବହୁତ ଦୁଃଖ ପ୍ରକାଶ କଲେ। ଦେଖିକରି କହିଲେ ନାଇଁ ଏଇଟା ଆପଣଙ୍କ ପ୍ରତି ଅନ୍ୟାୟ କରାଯାଇଛି ଏବଂ ଏ ବିଷୟରେ ଆମେ ଗୁରୁତ୍ୱର ସହ ନେବୁ ଏବଂ ଆମେ ତହସିଲଦାର ମହୋଦୟକୁ ଆସିଲେ ମୁଁ ତାଙ୍କୁ ଜଣାଇ ଆପଣଙ୍କୁ ଡାକିବୁ, ଏପର୍ଯ୍ୟନ୍ତ ବି ଡାକିବା ପାଇଁ ପ୍ରତିଶ୍ରୁତି ଦେଲେ। ତା ସହିତ ଆମେ ଗଲୁ ୱାଟକର ଡିଭିଜନର ଆମର ବିକ୍ରମ ରାଉତ ସାର୍ ଜିଏମ୍ ସହିତ ଦେଖା କଲୁ। ସେ ମଧ୍ୟ ଦେଖିଲେ, ସେ ବି ଦୁଃଖ ପ୍ରକାଶ କଲେ, ସେ ବି ମଧ୍ୟ କହିଲେ ଆମେ ଆଗକୁ ନେଇ ଏଇଟା ଉପରେ ବିଚାରଧାରା କରିବୁ। ଏଇଟା ଥିଲା, କିନ୍ତୁ ଦୁଃଖର ବିଷୟ ଯଦି ଆଜି ଆପଣ ଜାଣିଛନ୍ତି ଓଡ଼ିଶା ଭଳିଆ ରାଜ୍ୟରେ ଚାଷୀ ବହୁଳ ରାଜ୍ୟକୁ ଚାଷୀମାନଙ୍କୁ ମହତ୍ତ୍ୱ ଦିଆଯାଉଛି, ବିଭିନ୍ନ ପ୍ରକାର ସ୍କିମ୍ ଦିଆଯାଉଛି, କିନ୍ତୁ ଆଜି ଚାଷୀ ଭାଇମାନଙ୍କୁ କାହିଁକି ଅଣଦେଖା କରାଯାଉଛି? ତାଙ୍କର ଯଦି ଅଧିକାର ଅଛି, ତେଣୁ ଆମର ତହସିଲଦାର ମହୋଦୟ, କଲେକ୍ଟର ମହୋଦୟ ଏବଂ ଆମର ପୁରୀ ପ୍ରଶାସନ ଯିଏ ବି ଅଛନ୍ତି ଏଇଟା ଗୋଟେ ଗୁରୁତ୍ୱର ସହ ନେବା ଦରକାର ଏବଂ ଜାଣିବା ଦରକାର ଚାଷୀମାନେ କ'ଣ ଦୁଃଖ ଅଛି, ଶାନ୍ତିପୂର୍ଣ୍ଣ ଉପାୟରେ କରିବା ଦରକାର, ବିଚାର କରିବା ଦରକାର, ଆମର ହକ୍ ହେବା ଦରକାର। ତା ସହିତ ଆପଣ ଜାଣିଥିବେ ବିଗତ ଦିନରେ ଆମର ପୁରୀରେ ଜଗନ୍ନାଥ ପ୍ରଭୁଙ୍କର ବିଭିନ୍ନ ପ୍ରକାର ଆମର ଡେଭଲପମେଣ୍ଟ କାର୍ଯ୍ୟ ହୋଇଥିଲା। ରୋଡ଼ ସାଇଡ଼୍ରେ, ରୋଡ଼ ଦାଢ଼ରେ ଯେତେକ ବି ଥିଲେ ସେମାନଙ୍କ ମଧ୍ୟ ରେକର୍ଡ଼ ନଥିଲା ଏବଂ ତାଙ୍କୁ ମଧ୍ୟ ତାଙ୍କର କ୍ଷତିପୂରଣ ଦିଆହେଇଥିଲା। ତେଣୁ ଆମେ ଯଦି ଏତେ ଦିନ ହେଲା ଚାଷ କରିକିରି ଆମେ ଏଇଥିରେ ଚଳୁଥିଲୁ, ଚାଷୀ ଭାଇମାନେ ଏଇଥିରେ ଚଳୁଥିଲେ। ତେଣୁ ଯଦି ଏଭଳି ହେବ, ଏଇ ଯେଉଁ 46.56 ଏକର ମଧ୍ୟ ବହୁତ ଚାଷୀ ଅଛନ୍ତି, ବହୁତ ଦୁଃଖୀ ଦରିଦ୍ର ଅଛନ୍ତି। ଯଦି ତାଙ୍କଠୁ ବିଚ୍ଛିନ୍ନ କରାଯିବ, ସେ ବାଧ୍ୟ ହୋଇକରି କ'ଣ କରିବେ? ସରକାରଙ୍କ ବିରୁଦ୍ଧରେ ତ ଯିବେନି, କିନ୍ତୁ ସରକାରଙ୍କର ଆକୁ ଦେଖିବା ଦରକାର, ଅଣଦେଖା କାହିଁକି ହେଉଛି? ଯଦି ଆପଣଙ୍କ ଦାବି ଆଗକୁ ପୂରଣ କରାନଯାଏ ଆପଣ କିଭଳି ପଦକ୍ଷେପ ନେବେ? ତେଣୁ ଆମେ ତ ଦାବି ପୂରଣ କଲେ ଆମେ ସରକାରଙ୍କ ତ ବିରୁଦ୍ଧରେ ଯିବୁନୁ, ଯେହେତୁ ଆମର ହକ୍ ଆମେ ମାଗୁଛୁ। ତେଣୁ ବାଧ୍ୟ ହୋଇକରି ଆମେ ଚାଷୀ ଭାଇମାନେ, ଆମର ପରିବାର ବର୍ଗ ଏବଂ ଯେତେକ ଆଉ 200 ଚାଷୀ ଅଛନ୍ତି ତାଙ୍କର ବି ଅଧିକାର ଅଛି, ସମସ୍ତେ ଆତ୍ମାହୁତି ଦେବୁ। ଧନ୍ୟବାଦ। ତ ଆଜ୍ଞା ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। ଯଦି ଦୋକାନୀମାନଙ୍କୁ ସାହାଯ୍ୟ ଦିଆହେଉଛି, କ୍ୟାବିନ୍ ଦିଆହେଉଛି, ଦୋକାନ କରିବା ପାଇଁ ପଇସା ଦିଆଯାଉଛି, ତ ଚାଷୀ କି କାହିଁକି ଆଜି ଏତେ ଅବହେଳା? ଆଜ୍ଞା ମୁଁ ଆମର ଯିଏ ଅଛନ୍ତି ପୁରୀ ପ୍ରଶାସନ କଲେକ୍ଟର ମହୋଦୟ
ଏବଂ ତହସିଲଦାର ସାର୍ଙ୍କୁ ଅନୁରୋଧ ବ୍ୟକ୍ତିଗତ ଭାବରେ କରୁଛି ଏବଂ ଆମର ରାଜ୍ୟର ଯିଏ ଅଛନ୍ତି ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରୁଛି। ଆପଣ ଜାଣିଥିବେ ଓଡ଼ିଶା ରାଜ୍ୟ ଭଳି ପୁରୀ ଜିଲ୍ଲା ଗୋଟେ ଧାମ ଭିତରେ ଯାଉଛି। ଯଦି ପୁରୀ ଜିଲ୍ଲାରେ ଏଭଳି ଚାଷୀମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି ତାହେଲେ ଭବିଷ୍ୟତରେ ଚାଷୀ କ'ଣ ରହିବେ, ଚାଷୀଙ୍କର କ'ଣ ଇଏ ହେବ। ତେଣୁ ମୁଁ ଅନୁରୋଧ କରୁଛି ଆଜି ଯଦି ଆମର ଏ ମଧୁର ଜଳ ପ୍ରକଳ୍ପ ପୁରୀ ଧାମରେ ହେଉଛି, ଆମେ ଜାଣିଛୁ ଭବିଷ୍ୟତରେ ବହୁତ ରାଜ୍ୟର ଲୋକ ଆସିବେ, ବହୁତ ରାଜ୍ୟର ଆମ ପୁରୀ ଜିଲ୍ଲାରେ ଉନ୍ନତ ହେବ, ପୁରୀ ଜିଲ୍ଲାର ନାଁ ରହିବ। ଏବଂ ମୁଁ ଅନୁରୋଧ କରୁଛି ସମସ୍ତେ ପ୍ରଶାସନକୁ ଅନୁରୋଧ କରୁଛି ଯଦି ଆମର କ୍ଷତିପୂରଣ ପୂରଣ କରିବେ ତେବେ ଆମେ ଚାଷୀ ଭାଇମାନେ ଏବଂ ସମାଜର ସମସ୍ତ ଲୋକ ଏ ପ୍ରୋଜେକ୍ଟ ଉପରେ ଆମେ ସହଯୋଗ କରିବା ସହ ଆଗାମୀ ଦିନରେ ଏ ପ୍ରୋଜେକ୍ଟ ଆଗକୁ ଯାଉ, ଏତିକି କହି ମୁଁ କହୁଛି ଧନ୍ୟବାଦ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।